ଆଉ ଅଳ୍ପ ଦିନ ପରେ ବାର୍ଷିକ ପରୀକ୍ଷା ବା ସୁମାଟିଭ ଆସେସମେଣ୍ଟ 2। ହ୍ୟାଲୋ ଫ୍ରେଣ୍ଡସ୍, ସମାଧାନ 100 ତରଫରୁ ମୁଁ ସୁକାନ୍ତ ମହାପାତ୍ର ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ପ୍ରଥମ ଥର ପାଇଁ ପଞ୍ଚମ ଓ ଅଷ୍ଟମରେ ଲାଗୁ ହେବାକୁ ଯାଉଛି ପାସ୍ ଫେଲ୍ର ବ୍ୟବସ୍ଥା। ଯେବେଠାରୁ ବ୍ଲାକବୋର୍ଡ ଅପରେସନ ଆରମ୍ଭ ହେଲାଣି ସେବେଠାରୁ ଏହି ପାସ୍ ଫେଲ୍ର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଥିଲା। ଫଳରେ ପିଲାମାନଙ୍କ ମନରେ ପରୀକ୍ଷା ବା ମୂଲ୍ୟାୟନ ପ୍ରତି ସେତେ ଗୁରୁତ୍ୱ ସୃଷ୍ଟି ହେଉନଥିଲା। ଏ ବର୍ଷ ପ୍ରଥମ ଥର କରି କ୍ଲାସ୍ 5 ଏବଂ କ୍ଲାସ୍ 8 ପାଇଁ ଏହା ଲାଗୁ କରାଯାଇଛି। ଆନୁଆଲ ଏକ୍ଜାମିନେସନ ବା ସୁମାଟିଭ ଆସେସମେଣ୍ଟ 2 କ୍ଲାସ୍ 5 ପାଇଁ 40%ର ଗୁରୁତ୍ୱ ବା ୱେଟେଜ ଏବଂ କ୍ଲାସ୍ 8 ପାଇଁ 50%ର ଗୁରୁତ୍ୱକୁ ହିସାବ କରାଯିବ। ଏହି ପରୀକ୍ଷା ଜିଲ୍ଲା ଶିକ୍ଷାଧିକାରୀଙ୍କର ପ୍ରତ୍ୟେକ ତତ୍ତ୍ୱାବଧାନରେ କରାଯିବ। ପ୍ରତ୍ୟେକ ବିଷୟ ପାଇଁ 50 ମାର୍କର ପରୀକ୍ଷା କରାଯିବ। କ୍ଲାସ୍ 5 ପାଇଁ ଶିକ୍ଷାର୍ଥୀ ଆନୁଆଲ ଏକ୍ଜାମିନେସନରେ ରଖିଥିବା ନମ୍ବରର 40% ଏବଂ କ୍ଲାସ୍ 8 ପାଇଁ ଆନୁଆଲ ଏକ୍ଜାମିନେସନରେ ଶିକ୍ଷାର୍ଥୀ ରଖିଥିବା ନମ୍ବରର 50%କୁ ହିସାବ କରାଯିବ। ମନେକର ଏକ୍ସ ନାମଧାରୀ ଗୋଟିଏ ପିଲା ଗଣିତରେ ଫୁଲ୍ ମାର୍କ 50ରୁ 30 ରଖିଛି, ତେବେ ନମ୍ବରର ଗୁରୁତ୍ୱକୁ ଏଇଭଳି ହିସାବ କରାଯିବ। 30 ନମ୍ବରର 40%କୁ ୱେଟେଜ ନିଆଯିବ। ପ୍ରାପ୍ତାଙ୍କ ନମ୍ବର ବାय ମୋଟ ନମ୍ବର ଇଣ୍ଟୁ 40। ପ୍ରାପ୍ତାଙ୍କ ନମ୍ବର ହେଲା ସେ 30 ରଖିଥିଲା ଗଣିତରେ, ତାର ଫୁଲ୍ ମାର୍କ ଥିଲା 50, ତେଣୁ 30/50 ଇଣ୍ଟୁ 40 ସମାନେ 24। ଏଠାରେ ଏକ୍ସ ପିଲାଟିର ଗଣିତର ଗୁରୁତ୍ୱକୁ ହିସାବ କରାଯିବ। ଯଦି ଗୁରୁତ୍ୱ ହିସାବରେ ଦଶମିକ ସଂଖ୍ୟା ଆସେ, ଯେପରି 24.6 କିମ୍ବା 24.8, ତାହାକୁ 25 ବୋଲି ହିସାବ କରାଯିବ। ମୋଟ ନମ୍ବର କିଭଳି ହିସାବ କରାଯିବ ଆସନ୍ତୁ ଜାଣିବା। ମୋଟ ନମ୍ବର ହିସାବ କରିବା। F1, F2, S1 ସେହିପରି ହିସାବ କରାଯାଇ ଗୁରୁତ୍ୱ ହେଉଛି 21। ଯେପରି F1ର ଫୁଲ୍ ମାର୍କ 25, F2ର ଫୁଲ୍ ମାର୍କ 25 ଏବଂ S1ର ଫୁଲ୍ ମାର୍କ 50। ଟୋଟାଲ ଫୁଲ୍ ମାର୍କ ହେଲା 25 ପ୍ଲସ୍ 25 ପ୍ଲସ୍ 50 ଇକ୍ୱାଲ୍ ଟୁ 100। ତାର ୱେଟେଜ ବା ଗୁରୁତ୍ୱ ଥିଲା ରଖିଥିବା ନମ୍ବରର 30%। ତେଣୁ 70/100 ଇଣ୍ଟୁ 30 ସମାନ 21। ଆନୁଆଲରେ ଲିଖିତ ପରୀକ୍ଷାରେ 10ରୁ 8, ଗୁରୁତ୍ୱ 10%, ତେଣୁ 8/10 ଇଣ୍ଟୁ 10 ସମାନ 8। ପ୍ରକଳ୍ପ କାର୍ଯ୍ୟ ପୂର୍ବରୁ କରାଯାଇଛି, ତା ଦେହରେ 20ରୁ 16 ସେ ରଖିଛି। ଗୁରୁତ୍ୱକୁ କେମିତି ହିସାବ କରାଯିବ? ତାର ଗୁରୁତ୍ୱ ରହିବ 20%, ତେଣୁ 16/20 ଇଣ୍ଟୁ 20 ଇକ୍ୱାଲ୍ ଟୁ 16। SA2ରେ 50 ମାର୍କରୁ ସେ 30 ବର୍ତ୍ତମାନ ଗଣିତରେ ରଖିଛି, ତେଣୁ ଗୁରୁତ୍ୱ 40% ହିସାବରେ 30/50 ଇଣ୍ଟୁ 40 ସମାନ 24। ମୋଟ ନମ୍ବର ହେଲା 21 ପ୍ଲସ୍ 8 ପ୍ଲସ୍ 16 ପ୍ଲସ୍ 24 ଇକ୍ୱାଲ୍ ଟୁ 69। ଏଠାରେ ଏକ୍ସର ଗଣିତର ମାର୍କକୁ 69 ହିସାବ କରାଯିବ। ଏହିପରି ପ୍ରତ୍ୟେକ ବିଷୟର ଗୁରୁତ୍ୱକୁ ହିସାବ କରାଯାଇ ତାର ଆନୁଆଲ ମାର୍କକୁ କାଉଣ୍ଟ କରାଯିବ। ମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।